নমস্কার, ওম শান্তি, জয় জগন্নাথ। বন্ধুগণ, জয়দেব নির্বাচন মণ্ডলীরে কিছু সরকারি কর্মচারী ମାନଙ୍କ দ্বারা নির্বাচিত প্রতিনিধি ସରପଞ୍ଚ ସମିତି ସଦସ୍ୟ ଅପମାନିତ ହେଉଛନ୍ତି। ସେମାନେ ସରପଞ୍ଚ ସମିତି ସଦସ୍ୟମାନଙ୍କୁ ସାଧାରଣ ଲୋକଠୁ ବି ହୀନ ଚକ୍ଷୁରେ ଦେଖୁଛନ୍ତି। ଏହା ବଡ଼ ଦୁର୍ଭାଗ୍ୟ ବିଷୟ। କିଛି ଦିନ ପୂର୍ବରେ ଉମାଦେବ ବରହମପୁର ସରପଞ୍ଚ ବାଲିଅନ୍ତା ଅଭିଯୋଗ ପ୍ରକୋଷ୍ଠରେ ଯାଇଥିଲେ। ଜଣେ ଝିଅକୁ ସାଙ୍ଗରେ ନେଇ ତାର ଗୋଟେ ଘର ପାଇବା ପାଇଁ ସେ ଝିଅଟି ଦରଖାସ୍ତ ଦେଲା ପରେ କହିଲେ, ମୁଁ ବାରମ୍ବାର ଦରଖାସ୍ତ ଦଉଛି କିନ୍ତୁ ମୋର କିଛି ହେଇପାରୁନି। ସାଙ୍ଗେ ସାଙ୍ଗେ ଗୋଷ୍ଠୀନ ଅଧିକାରୀ ମ୍ୟାଡାମ ଯିଏ ଅଛନ୍ତି ବାଲିଅନ୍ତା, ତାର ଦରଖାସ୍ତ ଚିରି ଫୋପାଡ଼ି ଦେଲେ, ତାକୁ ଦୁର୍ବ୍ୟବହାର କଲା। ସରପଞ୍ଚ କହିବାରୁ ସରପଞ୍ଚକୁ ବି ଦୁର୍ବ୍ୟବହାର କଲା। ଥାନାରେ ଏଫଆଇଆର ଦେଲେ। ଥାନାବାଲା ତାଙ୍କୁ ପୁଣି ପଠାଇଦେଲେ କଲେକ୍ଟର ପାଖରେ। କି ବିଚିତ୍ର ଶାସନ! ଜିଲ୍ଲାପାଳ ଯୋଉ ବିଡିଓ ଦୁର୍ବ୍ୟବହାର କଲା, ଦରଖାସ୍ତ ଚିରି ପକାଇଲା, ତାଙ୍କ ପାଖରେ ପଠାଇଲେ ଇନକ୍ୱାରି କରିବା ପାଇଁ, ତଦନ୍ତ କରିବା ପାଇଁ। ବିଚିତ୍ର ଶାସନ। ଯାହା ହଉ, ସେଟା ସେମିତି ରହିଲା। ନ୍ୟାୟ ତ କେହି ପାଇଲେନି, ନା ସରପଞ୍ଚ ପାଇଲେ, ନା ସେ ଝିଅଟା ପାଇଲେ। ଏବେ ସମ୍ପ୍ରତି ସତମହାପୁର ସରପଞ୍ଚ ଯେତେବେଳେ ଗୋଷ୍ଠୀନ ଅଧିକାରୀ ପାଖରେ ଗଲା ଯେ ମ୍ୟାଡାମ, ମୋ ପଞ୍ଚାୟତରେ କାମ ହଉଛି, ମୁଁ ଜାଣିପାରୁନି, ମୋର ୱାର୍ଡ ମେମ୍ବର ଜାଣିପାରୁନାହାନ୍ତି, କେମିତି କଣ ହଉଛି? ନାଇଁ, ତୁମର ଜାଣିବାର କିଛି ଆବଶ୍ୟକତା ନାହିଁ। ତୁମେ କିଏ କି? ଯାହା ସରପଞ୍ଚ କହିଲେ ମତେ, ତୁମେ କିଏ କି ବୋଲି। କହିଲେ କାହିଁକି? ମୁଁ ତ ସରପଞ୍ଚ। ନାଇଁ, ତୁମେ କିଛି କରିପାରିବ ନାହିଁ। ତୁମେ ଯଦି କାମ ଦାମ କରାଇବାକୁ ଚାହୁଁଛ, ତାହେଲେ ଯେଇ ଏଇ ସହିତ କମ୍ଫର୍ଟେବଲ ହୁଅ, ତାପରେ କାମ କରିବ। ଏକଥା ସେ ଗତକାଲି ବିଶ୍ୱନାଥପୁରରେ ଆମର ଯେତେବେଳେ ଭାରତୀୟ ଜନତା ପାର୍ଟିର ମିଟିଂ ଥିଲା, ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ଯାଇଥିଲେ ଏବଂ ଆମର ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ ଯାଇଥିଲେ। ତାଙ୍କ ଆଗରେ କହିଲେ, ଏଭଳି କଥା କହିଲେ ଏବଂ କାନ୍ଦିଲେ। ସେ କହିଲେ ଯେ ମୁଁ ଯିବି ଥାନାରେ ଏଫଆଇଆର ଦେବି। ଥାନାରେ ଏଫଆଇଆର ନେଇ ଗଲା ବେଳକୁ ଏଫଆଇଆର କାଗଜ ରଖିଲେ, କିନ୍ତୁ ଏଫଆଇଆର ଦେଲେ ନାହିଁ। ଆମେ ଉପର ସ୍ତରକୁ, ଉପର ଅଫିସରକୁ ବୁଝିକି ଯାହା କାର୍ଯ୍ୟାନୁଷ୍ଠାନ ନେବୁ, ଆମେ ଇନକ୍ୱାରି କରୁ, ଏସବୁ କଥାକୁ ଫେରେଇ ଦେଲେ। ତ ଯଦି ଏମିତି ହୁଏ, ପୁଣି ସେଗୁଡିକ ଯଦି କଲେକ୍ଟର ପାଖରେ ପଠାଇବେ, କଲେକ୍ଟର ପୁଣି କହିବେ ଗୋଷ୍ଠୀନ ଅଧିକାରୀକୁ ତୁମେ ଇନକ୍ୱାରି କରି ତଦନ୍ତ କରି ରିପୋର୍ଟ ଦିଅ। କଣ ପ୍ରଶାସନର ଦିଗ କୁଆଡେ ଯାଉଛି? ଯଦି ଏଭଳିଆ ହୁଏ, ଏଭଳିଆ ସେ ଜଣେ ହରିଜନ ମହିଳା, ଦଳିତ ମହିଳା, ତାକୁ ଯଦି କହିବେ ତୁମେ ଏଇ ଦେଇ ସହିତ କମ୍ଫର୍ଟେବଲ ହୁଅ, କେତେ ଦୁର୍ଭାଗ୍ୟଜନକ କଥା। ଆମେ ଶୁଣି ଆଶ୍ଚର୍ଯ୍ୟ ହେଇଗଲୁ। ତ ତେଣୁକରି ଏହାର କିଛି ପ୍ରତିକାର ହେବା ଦରକାର। ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ସମସ୍ତ କର୍ମକର୍ତ୍ତା କହୁଛନ୍ତି, ଆମେ ଏହାକୁ ସାଧାରଣ ଭାବରେ ନେବୁ ନାହିଁ। ଆମେ ନିଶ୍ଚିତ ଭାବରେ ଏହା ଉପରେ ଗଭୀରତାର ସହିତ ବିଚାର କରିବୁ ଏବଂ ଯେତେ ବାଟ ଯିବାକୁ ପଡ଼ିବ ଆମେ ଯିବୁ। କାରଣ ଏଭଳିଆ ଆମେ ଦଳିତ ଲୋକ ବୋଲି, ଏସସି ବୋଲି ଆମକୁ ଏମିତି ଘୃଣା କରିବା ଦୁର୍ଭାଗ୍ୟଜନକ ବିଷୟ। ଏବଂ ବର୍ତ୍ତମାନ ସେମାନେ ମୁଁ ଦୟାକୁ ଅନୁରୋଧ କରି କହୁଛି, ଆମର ଥାନା ଅଧିକାରୀ ମ୍ୟାଡାମକୁ ଭାରପ୍ରାପ୍ତ ତାଙ୍କର ତାକୁ ଦେଇ ଦିଅନ୍ତୁ ଡାକିକରି। ତାପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା କରିବେ, ନ କରିବେ ସମୟ ହିଁ କହିବ। ନମସ୍କାର, ଓମ୍ ଶାନ୍ତି, ଜୟ ଜଗନ୍ନାଥ।